ओम नमो भगवताय नमो नमः। समस्त भगवत प्रेमी भाई और भौणी मानक मोर राधे राधे। केमिति अछंती आपण माने? कृष्णांक कृपारू मु बहुत भलरे अछि। आपण माने भी भलरे थिबे बोली मोर आशा और विश्वास। आज मु श्रीमद् भगवत गीतार द्वितीय अध्यायर श्लोक 52 आपण मानक आगरे तोଳି धरिबी। ଏହି ଭାଗବତ ଗୀତା ସବୁଦିନ ପ୍ରଥମେ ଯାଇ ଆପଣମାନଙ୍କ ପାଖରେ ଯେମିତି ପହଞ୍ଚିବ ସେଥିଲାଗି ଆପଣ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍ ଦବାନ୍ତୁ ଆଉ କମେଣ୍ଟରେ ରାଧେ ରାଧେ ଲେଖନ୍ତୁ। କ୍ରିଷ୍ଣାଙ୍କ ପ୍ରତି ଆପଣ ଭଲ ପାଇବା ଯାହା ଆପଣ କମେଣ୍ଟରେ ଲେଖନ୍ତୁ। ମୋର ପଢ଼ିବାରେ ଠିକ୍ ହେଉଛି କି ଭୁଲ ହେଉଛି, ଆପଣମାନେ ଠିକ୍ରେ ବୁଝିପାରୁଛନ୍ତି କି ନାହିଁ ତାହା ବି ମୋତେ କମେଣ୍ଟରେ ଜଣାଇଲେ ମୋତେ ବହୁତ ଖୁସି ଲାଗିବ। ଶ୍ଲୋକ ଶୁଣିବା ପୂର୍ବରୁ ଶ୍ରୀମଦ୍ ଭାଗବତ ଗୀତାର ଉପକ୍ରମଣିକା ବିଷୟରେ ଆମେ କିଛି ଜାଣିବା। ସମସ୍ତ ବୈଦିକ ଜ୍ଞାନ ଅଭ୍ରାନ୍ତ ଅଟେ ଏବଂ ହିନ୍ଦୁମାନେ ବୈଦିକ ଜ୍ଞାନକୁ ପୂର୍ଣ୍ଣ ଓ ଅଭ୍ରାନ୍ତ ରୂପେ ଗ୍ରହଣ କରିଛନ୍ତି। ଉଦାହରଣ ସ୍ୱରୂପ ଗୋମୟ ଏକ ପ୍ରାଣୀର ମଳ ଏବଂ ସ୍ଥିତି ବା ବୈଦିକ ନିୟମ ଅନୁଯାୟୀ ଯଦି କେହି କୌଣସି ପ୍ରାଣୀର ମଳ ସ୍ପର୍ଶ କରେ ତାହାହେଲେ ନିଜକୁ ଶୁଦ୍ଧ କରିବା ପାଇଁ ତାକୁ ସ୍ନାନ କରିବାକୁ ପଡ଼ିବ। କିନ୍ତୁ ବୈଦିକ ଶାସ୍ତ୍ରମାନଙ୍କରେ ଗୋମୟକୁ ଏକ ବିଶୁଦ୍ଧିକରଣ ପଦାର୍ଥ ରୂପେ ଗ୍ରହଣ କରାଯାଇଅଛି। କେହି ଏହାକୁ ପରସ୍ପର ବିରୋଧାତ୍ମକ ବୋଲି ଭାବିପାରନ୍ତି, କିନ୍ତୁ ଏହା ସେପରି ନୁହେଁ। ଏହାକୁ ସମସ୍ତେ ଶୁଦ୍ଧ ପଦାର୍ଥ ରୂପେ ଗ୍ରହଣ କରିଛନ୍ତି କାରଣ ଏହା ହେଉଛି ବୈଦିକ ନିର୍ଦ୍ଦେଶ ଏବଂ ବାସ୍ତବିକ ଏହାକୁ ଗ୍ରହଣ କଲେ କିଛି ଭୁଲ ହେବ ନାହିଁ। ପୁନଶ୍ଚ ଆଧୁନିକ ବିଜ୍ଞାନ ମଧ୍ୟ ଏହା ପ୍ରମାଣ କରିଛି ଯେ ଗୋମୟରେ ସମସ୍ତ ଅପବିତ୍ରତା ନାଶକ ଗୁଣ ଅଛି। ତେଣୁ ବୈଦିକ ଜ୍ଞାନ ହେଉଛି ପୂର୍ଣ୍ଣ ଜ୍ଞାନ କାରଣ ଏହା ସମସ୍ତ ଭୁଲ ଭ୍ରାନ୍ତି ବା ସନ୍ଦେହର ଊର୍ଦ୍ଧ୍ୱରେ ଏବଂ ଭଗବତ ଗୀତା ସମସ୍ତ ବୈଦିକ ଜ୍ଞାନର ସାର ଅଟେ। ରାଧେ ରାଧେ ଦୋସ୍ତ, ଶୁଣିଲେ ତ ଯାହାର ଉପକ୍ରମଣିକାରେ ଏତେ ମହତ୍ତ୍ୱ, ଏତେ ଜାଣିବା କଥା ଅଛି। ଭାବନ୍ତୁ ଶ୍ଲୋକରେ କେତେ ଆମ ଜୀବନ ବଞ୍ଚେଇବାର କଥା ଅଛି। ଆମକୁ ଅନ୍ଧାରରୁ ଆଲୋକକୁ ଟାଣି ଆଣିବାର ଅଛି ଲେଖା। ଆମେ ସବୁଦିନ ଶୁଣିବା ତ ତାହାହେଲେ ଆମକୁ ଅନ୍ଧାରରୁ ଆଲୋକକୁ ଆସି କୃଷ୍ଣଙ୍କୁ ଆମେ ଜାଣିପାରିବା, ଭଗବାନ କ'ଣ ଜାଣିପାରିବା। ଏବେ ଚାଲନ୍ତୁ ଆମେ ଶ୍ଲୋକ 52 ଶୁଣିବା। ଯଦାତେ ମୋହକଲିଳଂ ବୁଦ୍ଧିର୍ବ୍ୟତୀତ ରିଷ୍ୟତି ତଦାଗନ୍ତାସି ନିର୍ବେଦଂ ଶ୍ରୋତବ୍ୟସ୍ୟ ଶ୍ରୁତସ୍ୟ ଚ। ଏହାର ଅନୁବାଦ, ଯେତେବେଳେ ତୁମର ବୁଦ୍ଧି ମାୟା ମୋହ ରୂପ ଘନ ଜଙ୍ଗଲକୁ ପାର ହୋଇଯିବ ସେତେବେଳେ ତୁମେ ଯାହା ଶୁଣିଛ ଏବଂ ଯାହା ଶୁଣିବାକୁ ହେବ ଏସବୁ ପ୍ରତି ଉଦାସୀନ ହୋଇଯିବ। ଏହାର ଭାବାର୍ଥ, ଭଗବାନଙ୍କର ଭକ୍ତମାନଙ୍କର ଜୀବନୀରୁ ଅନେକ ସୁନ୍ଦର ଉଦାହରଣ ଦେଖିବାକୁ ମିଳେ। କେବଳ ଭଗବତ ସେବାରେ ନିଯୁକ୍ତ ହୋଇ ସେମାନେ କିପରି ବୈଦିକ କର୍ମକାଣ୍ଡ ପ୍ରତି ଉଦାସୀନ ହୋଇପଡ଼ିଥିଲେ ତାହା ସେମାନଙ୍କର ଜୀବନୀରୁ ଦେଖିବାକୁ ମିଳେ। ଯେତେବେଳେ ବ୍ୟକ୍ତି କୃଷ୍ଣଙ୍କୁ ଏବଂ କୃଷ୍ଣଙ୍କ ସହ ଥିବା ତାର ସମ୍ବନ୍ଧକୁ ଭଲ ରକମ ବୁଝିପାରେ ସେତେବେଳେ ସେ ଏକ ଅଭିଜ୍ଞ ବ୍ରାହ୍ମଣ ହେଲେ ସୁଦ୍ଧା ସ୍ୱତଃ ବୈଦିକ କର୍ମକାଣ୍ଡ ପ୍ରତି ଉଦାସୀନ ହୋଇଯାଏ। ଶ୍ରୀଳ ମାଧବେନ୍ଦ୍ର ପୁରୀ, ଯିଏକି ଭଗବାନଙ୍କର ଏକ ବିଶିଷ୍ଟ ଭକ୍ତ ଏବଂ ଗୁରୁ ପରମ୍ପରାରେ ଆସୁଥିବା ଜଣେ
ପ୍ରସିଦ୍ଧ ଆଚାର୍ଯ୍ୟ ସେ କହିଛନ୍ତି, ସନ୍ଧ୍ୟା ବନ୍ଦନ ଭଦ୍ରମସ୍ତୁ ଭବତୋ ଭୋଃ ସ୍ନାନତୁଭ୍ୟଂ ନମୋ ଭୋ ଦେବାଃ ପିତରଶ୍ଚ ତର୍ପଣବିଧୌ ନାହଂ କ୍ଷମଃ କ୍ଷମତାମ୍। ଯତ୍ର କ୍ୱାପି ନିଷଦ୍ୟ ଯାଦବକୁଳତମସ୍ୟ କଂସଦିଓଃ ସହ ସାରଂ ସାରମଘଂ ହରାମି ତଦଳଂ ମନ୍ୟେ କିମନ୍ୟନ୍ୟ ମେ। ଅର୍ଥାତ୍, ହେ ଭଗବାନ, ମୁଁ ଦୈନିକ 3 ବାର ମୋର ପ୍ରାର୍ଥନାରେ ଆପଣଙ୍କର ଗୌରବ ଗାନ କରୁଛି। ସ୍ନାନ କରି ମୁଁ ଆପଣଙ୍କୁ ପ୍ରଣାମ ଜଣାଏ। ହେ ଦେବବୃନ୍ଦ, ହେ ପିତୃପୁରୁଷଗଣ, ଆପଣମାନଙ୍କୁ ମୁଁ ସମ୍ମାନ ପ୍ରଦର୍ଶନ କରିପାରୁନାହିଁ। ଏହି ଅକ୍ଷମତା ଯୋଗୁଁ ମୋତେ କ୍ଷମା କରନ୍ତୁ। ବର୍ତ୍ତମାନ ମୁଁ ଯେଉଁଠି ବସେ ସେଠାରେ ଯଦୁବଂଶର ଶ୍ରେଷ୍ଠ ପୁରୁଷ କୁଳଚନ୍ଦ୍ରମା କୃଷ୍ଣଙ୍କୁ ବା କଂସାରୀ କୃଷ୍ଣଙ୍କୁ ସ୍ମରଣ କରିପାରେ ଏବଂ ତଦ୍ୱାରା ସମସ୍ତ ପ୍ରକାର ପାପକର୍ମର ବନ୍ଧନରୁ ନିଜକୁ ମୁକ୍ତି କରିପାରେ। ମୁଁ ଭାବୁଛି ଏହା ମୋ ପକ୍ଷରେ ଯଥେଷ୍ଟ। ନବାଗତ ଶିଷ୍ୟ ବା ନୂତନ ବ୍ରହ୍ମଚାରୀ ପକ୍ଷରେ ବୈଦିକ ବ୍ରତ ବିଧିବିଧାନ ଅବଶ୍ୟ ଆଚରଣୀୟ ଅଟେ। ବିଧିବିଧାନ ଗୁଡ଼ିକ ସେ ଆଚରଣ କରିବା ଉଚିତ। ତ୍ରିସନ୍ଧ୍ୟା ପ୍ରାର୍ଥନା କରିବା, ବ୍ରାହ୍ମ ମୁହୂର୍ତ୍ତରେ ସ୍ନାନ କରିବା, ପିତୃପୁରୁଷଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଆଦି ବୈଦିକ ବିଧିବିଧାନମାନ ସେ ପାଳନ କରିବା ଉଚିତ। କିନ୍ତୁ ଯେତେବେଳେ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଚେତନାରେ ରହେ ଏବଂ ଭଗବାନଙ୍କ ଦିବ୍ୟ ସେବାରେ ଆତ୍ମନିୟୋଗ କରେ, ସେତେବେଳେ ସେ ଏ ସମସ୍ତ ବିଧିବିଧାନ ପ୍ରତି ଉଦାସୀନ ହୋଇପଡ଼େ, କାରଣ ସେ ସିଦ୍ଧିପ୍ରାପ୍ତ ହୋଇସାରିଛି। ଯଦି ବ୍ୟକ୍ତି ପରମେଶ୍ୱର କୃଷ୍ଣଙ୍କର ସେବା କରି ଜ୍ଞାନ ସ୍ତରକୁ ଅର୍ଥାତ୍ କୃଷ୍ଣଙ୍କୁ ବୁଝିବା ସ୍ତରକୁ ଉନ୍ନୀତ ହୋଇପାରେ, ତାହାହେଲେ ତା ପକ୍ଷରେ ଆଉ ଶାସ୍ତ୍ରରେ ଦିଆଯାଇଥିବା ବିଭିନ୍ନ ପ୍ରକାର ତପସ୍ୟା ଓ ଯଜ୍ଞାନୁଷ୍ଠାନ ଆଦି ଆଚରଣ କରିବା ଦରକାର ପଡ଼େ ନାହିଁ। ଏବଂ ଠିକ୍ ସେହିପରି ଯଦି କୌଣସି ବ୍ୟକ୍ତି ବେଦର ପ୍ରକୃତ ଉଦ୍ଦେଶ୍ୟ କ'ଣ ଜାଣିନାହିଁ, ଅର୍ଥାତ୍ ବେଦର ପ୍ରକୃତ ଉଦ୍ଦେଶ୍ୟ କୃଷ୍ଣଙ୍କୁ ଜାଣିବା ଏ କଥା ଜାଣିନାହିଁ ଏବଂ କେବଳ ବୈଦିକ ବ୍ରତ ବିଧିବିଧାନ ଅନୁସରଣ କରିଚାଲିଛି, ତେବେ ସେ ଏତଦ୍ୱାରା ଅଯଥା ସମୟ ନଷ୍ଟ କରୁଛି ବୋଲି ବୁଝିବାକୁ ପଡ଼ିବ। ଯେଉଁମାନେ କୃଷ୍ଣ ଚେତନାରେ ଅଛନ୍ତି ସେମାନେ ଶବ୍ଦବ୍ରହ୍ମ ସ୍ତର ବା ବେଦ ଉପନିଷଦର ସ୍ତରକୁ ଅତିକ୍ରମ କରି ଯାଇଛନ୍ତି। ରାଧେ ରାଧେ ଦୋସ୍ତ। ଏବେ ଆମେ ଏହାର ପର ଭିଡ଼ିଓରେ ଶ୍ଲୋକ 53 ଶୁଣିବା। ଏବେ ମୁଁ ରହୁଛି। ରାଧେ ରାଧେ।